ମା ମା ମତେ ଶୀଘ୍ର ଖାଇବାକୁ ଦିଅ, ମୁଁ ମୁନି ସାଙ୍ଗରେ ଖେଳିବାକୁ ଯିବି। ମା ଜଲ୍ଦି ଖାଇବା ଆଣ। ମା କୁନି, ମୁନି ଭାରି ଦୁଷ୍ଟ, ତୁ ତା କଥାରେ ପଡ଼ି କିଛି ଭୁଲ ଭାଲ କାମ କରିବୁନି। ଆଉ ହଁ, ମତେ ନ ପଚାରି କୁଆଡ଼େ ବି ଯିବୁନି। ମା ମୁଁ ଏବେ ବଡ଼ ହେଲିଣି, ମୋ ପାଇଁ କୋଉଟା ଭଲ କୋଉଟା ଖରାପ ମୁଁ ଜାଣିଛି, ମୋ ପାଇଁ ଚିନ୍ତା କରନି। ହଁ ହଁ ମୁଁ ଜାଣିଛି ତୁ କେତେ ବଡ଼ ହେଲୁଣି, ବଡ଼ମାନଙ୍କ କଥା ନ ମାନିଲେ ବିପଦରେ ପଡ଼ନ୍ତି। ମତେ ନ ପଚାରି କିଛି କାମ କରିବୁନି ଧନ। ଠିକ୍ ଅଛି ମା, ମୁଁ ତମର ସବୁ କଥା ମାନିବି। ତାପରେ କୁନି ଖାଇବା ଖାଇସାରି ଖେଳିବାକୁ ଚାଲିଗଲା। ଆରେ ମୁନି, ଏ ନଦୀର ପାଣି ବହୁତ ଥଣ୍ଡା ଆଉ ମିଠା ନା? ହଁ, ତୁ ଜାଣିଛୁ ମୋ ଆଈ ଘରେ ନା ଗୋଟେ ଜାମୁକୋଳି ଗଛ ଅଛି। ପ୍ରତିବର୍ଷ ସେ ଜାମୁ ଗଛରେ ଅନେକ ଜାମୁ ଫଳେ। ଜାମୁ ଖାଇବାକୁ ନା ମତେ ଭାରି ମଜା ଲାଗେ। ଏଇଟା ତ ଜାମୁକୋଳି ଫଳିବାର ସମୟ। ମୋ ଆଈ ଘର ଗଛରେ ଅନେକ ଜାମୁ ଫଳିଥିବ। ଚାଲ ନା କୁନି, ଆଜି ଆମେ ସେଠାକୁ ଯାଇ ମିଠା ମିଠା ଜାମୁକୋଳି ଖାଇ ଆସିବା। ନା ନା, ତୋ ଆଈ ଘର ବହୁତ ଦୂର, ଏତେ ଦୂରକୁ ମୁଁ ଯିବିନି। ବେଶୀ ଦୂର ନୁହଁ, ଏଇ ଯୋଉ ପାହାଡ଼ ଦେଖୁଛୁ, ପାହାଡ଼ ସେପାରିରେ ମୋ ଆଈ ଘର। ଆମେ ଆଜି ହିଁ ଆଈର ଘରକୁ ଯିବା, ଆଉ ଜାମୁକୋଳି ଖାଇସାରିଲା ପରେ ଆଜି ହିଁ ଫେରି ଆସିବା। ଚାଲ ନା କୁନି ଯିବା। ଠିକ୍ ଅଛି ଯିବା, ତୁ ଟିକେ ଅପେକ୍ଷା କର, ମୁଁ ମାକୁ ପଚାରି ଆସେ। ମା ଅନୁମତି ଦେଲେ ଆମେ ଯିବା। ବୋକିରାଗିରି, ତ ମାକୁ ଯଦି ଏକଥା କହିବୁ ତ ମା ତୋତେ ଛାଡ଼ିବେନି। ତୁ ମିଠା ମିଠା ଜାମୁକୋଳି ଖାଇପାରିବୁନି। ଆଉ ସମୟ ନଷ୍ଟ କରନି, ଚାଲ ଏବେ ହିଁ ଯିବା। କିନ୍ତୁ ମା ଯଦି ପରେ ମତେ ଗାଳି ଦିଏ, ଆଉ ଯଦି ରାସ୍ତାରେ ଆମର କିଛି ବିପଦ ହେବ, ଆମେ କ'ଣ କରିବା? ଢେତ୍, କିଛି ବି ହେବନି, ମୁଁ ଆଈ ଘର ରାସ୍ତା ଜାଣିଛି। ଆମେ ଯିବା ଆଉ ଆସିବା, କେହି ଏକଥା ଜାଣିପାରିବେନି। ମୁନିର କଥା ଶୁଣି ଲୋଭରେ ପଡ଼ି କୁନି ତା ସାଙ୍ଗରେ ଚାଲିଗଲା। କିଛି ଦୂର ଗଲା ପରେ ସେମାନେ ଏକ ଗଛ ଡାଳରେ ବସିଲେ। ମୁନି, ମତେ ଭାରି ଡର ଲାଗୁଛି, ମୋ ଡେଣା ବି ବଥା କଲାଣି। ଚାଲ ଆମେ ଘରକୁ ଫେରିଯିବା। ଡରୁଆ କୋଉଠିକାର, ସେପଟେ ଦେଖେ ପାହାଡ଼ ଦେଖାଯାଉଛି। ଏଇ ପାହାଡ଼ ପାଖ ଜଙ୍ଗଲରେ ମୋ ଆଈ ଘର। ସେତିକି ଆରାମ କରିଥା, ଚାଲ ବି ଯିବା। ତାପରେ ସେମାନେ ପୁଣି ଉଡ଼ିବା ଆରମ୍ଭ କଲେ। ଅଜଣା ଅଚିହ୍ନା ଜାଗା ଦେଖି କୁନି ଖୁବ୍ ଡରିଗଲା। ସେ ଏକ ଗଛ ଡାଳରେ ବସି ପଡ଼ିଲା। ତାକୁ ଦେଖି ମୁନି ପୁଣି ଥରେ ତା ପାଖକୁ ଆସିଲା। କିରେ ଅଟକି ଗଲୁ ଯେ, ଶୀଘ୍ର ଯିବା, ବେଶୀ ଡେରି କରିଲେ ଆମେ ଆଉ ଘରକୁ ଫେରି ପାରିବାନି। ନା ମୁନି, ମୁଁ ଆଉ ଆଗକୁ ଯିବିନି, ଚାଲ ଆମେ ଘରକୁ ଫେରି ଯିବା। ଦେଖେ ଆକାଶ କେମିତି ଅନ୍ଧାର ହେଇ ଆସିଲାଣି, ବର୍ଷା ହେଇପାରେ। ଚାଲ ଜଲ୍ଦି ଘରକୁ ଫେରି ଯିବା। ତ ଭଳି ଡରୁଆକୁ ମୋ ସାଙ୍ଗରେ ଆଣି ମୁଁ ଭୁଲ କରିଦେଲି। ତୁ ଯଦି ଘରକୁ ଯିବୁ ଏକା ଯା, ମୁଁ ତ ଆଈ ଘରକୁ ଯିବି, ଆଉ ମିଠା ମିଠା ଜାମୁକୋଳି ଖାଇବି। ଏମିତି କହି ମୁନି ତା ଆଈ ଘରକୁ ଚାଲିଗଲା। ଆଉ କୁନି ନିଜ ଘରକୁ ଫେରିବାକୁ ଚେଷ୍ଟା କଲା, ହେଲେ ସେ ରାସ୍ତା ଭୁଲି ଯାଇଥିଲା। ଯାହା ଦେଖି ସେ ଅନେକ କାନ୍ଦିଲା। କ'ଣ ପାଇଁ ଯେ ମୁଁ ମୁନି ସାଙ୍ଗରେ ଏଠାକୁ ଆସିଲି? ମୁଁ ଘରକୁ ଫେରିବାର ରାସ୍ତା ଭୁଲିଗଲି, ଏବେ କ'ଣ କରିବି? କୁନି ପୁଣି ଥରେ ଘରକୁ ଫେରିବା ପାଇଁ ରାସ୍ତା ଖୋଜିଲା, ହେଲେ ସେ ପାଇଲାନି। ଆଉ ସେ ସେଇ ଗଛ ପାଖକୁ ହିଁ ଫେରି ଆସିଲା। ଏସବୁ କ'ଣ ହେଉଛି ମୋ ସାଙ୍ଗରେ? ମୁଁ ଘରକୁ ଫେରିବାର ରାସ୍ତା ପାଉନି କ'ଣ ପାଇଁ? ମା ମତେ ଏଠୁ ନେଇଯାଅ। ସେପଟେ ମୁନି ତା ଆଈ ଘରେ ପହଞ୍ଚିଗଲା। କିରେ ମୁନି, ତୁ ଏକା ଆସିଲୁ ଯେ, ତୋ ବାପା ମା ତ ସାଙ୍ଗରେ ଆସିନାହାନ୍ତି କି? ନା ଆଈ, ମୁଁ ଏକା ଜାମୁକୋଳି ଖାଇବାକୁ ଆସିଛି। ତୁ ଏଠାକୁ ଆସିଛୁ, ତୋ ମା ଏ କଥା ଜାଣିଛି ତ? ହଁ ଆଈ, ମୋ ମାକୁ କହିକି ଆସିଛି, ଜାମୁକୋଳି ଖାଇସାରିଲା ପରେ ମୁଁ ଶୀଘ୍ର ଘରକୁ ଫେରିଯିବି। ଆଈ ମତେ ଶୀଘ୍ର ଜାମୁକୋଳି ଦିଅ। ଆଚ୍ଛା ଆଚ୍ଛା ଠିକ୍ ଅଛି, ଯା ବାହାରେ ଜାମୁ ଗଛ ଅଛି, ତୁ ମନ ଭରି ଜାମୁକୋଳି ଖା। ତାପରେ ମୁନି ଅନେକ ଗୁଡ଼ିଏ ଜାମୁକୋଳି ଖାଇଲା। ଖାଇ ସାରିଲା ପରେ ସେ ତା ଆଈ ପାଖକୁ ଗଲା। ଆଈ ମୁଁ ଅନେକ ଜାମୁକୋଳି ଖାଇଲି, ମତେ ଭାରି ବଢିଆ ଲାଗିଲା, ଏବେ ମୁଁ ଘରକୁ ଯାଉଛି। ଆରେ ରହ ରହ, ବର୍ଷା ପଡ଼ିଲାଣି, ଏ ବର୍ଷାରେ ତୁ ଘରକୁ କେମିତି ଫେରିବୁ? ତୁ ମାକୁ କହିକି ଆସିଛୁ, ସେ ରାଗିବନି। ଆଜି ରାତି ମୋ ପାଖରେ ରହିଯା, ସକାଳେ ମୁଁ ତତେ ନେଇ ତ ଘରେ ଛାଡ଼ିଦେବି। ନିଜ ମିଛ ଜାଲରେ ମୁନି ନିଜେ ହିଁ ପଡ଼ିଗଲା। କଥା କ'ଣ କି ଆଈ, ମୁଁ ତୁମକୁ ମିଛ କହିଥିଲି। ମୁଁ କାହାକୁ ବି କିଛି ନ କହି ଏଠାକୁ ଆସିଛି। ଏବେ ଯଦି ଘରକୁ ନ ଫେରିବି, ମା ପାଖରୁ ବହୁତ ଗାଳି ଶୁଣିବି। କ'ଣ ହେଲା ମୁନି,
ତୁ କାହାକୁ ବି କିଛି ନ କହି ଏଠାକୁ ଆସିଛୁ। ତୁ ଜମା ବି ଭଲ କାମ କରିନୁ। ଯଦି ରାସ୍ତାରେ ତୋର କିଛି ବିପଦ ହେଇଥାନ୍ତା ସେତେବେଳେ କ'ଣ କରିଥାନ୍ତୁ? ଆଉ ଦିନେ ବି ମାଆକୁ ନ ପଚାରି ତୁ କୁଆଡ଼େ ବି ଯିବୁନି। ଚିନ୍ତା କରନି, ଆଜି ରାତି ଏଠି ରହିଯା, ଆମେ କାଲି ସକାଳୁ ସକାଳୁ ବାହାରି ପଡ଼ିବା। ମୁନି ତା ଆଈ ଘରେ ରହିଗଲା। ସେପଟେ କୁନି ବର୍ଷାରେ ଭିଜି ଭିଜି କାନ୍ଦୁଥିଲା। ମା ଠିକ୍ କହୁଥିଲ, ମୁନି ଭାରି ଦୁଷ୍ଟ। ତା କଥାରେ ନ ପଡ଼ିବା ପାଇଁ। ବଡ଼ମାନଙ୍କ କଥା ନ ଶୁଣିଲେ ବିପଦ ହୁଏ। ମା ମୋତେ ଏଠୁ ନେଇଯାଅ, ମୋତେ ଭାରି ଥଣ୍ଡା ଲାଗୁଛି। ମୋ ଝିଅ ଆଜି ଫେରୁ ଫେରୁ ଏତେ ଡେରି କାହିଁକି କରିଦେଲ? ସନ୍ଧ୍ୟା ହେଇ ଆସିଲାଣି, ଏପଟେ ପୁଣି ଏତେ ଜୋରରେ ବର୍ଷା ପଡ଼ୁଛି। ମୁଁ ଯାଇ ଦେଖେ ସେ ମୁନି ଘରେ ଅଛି କି ନାହିଁ। କାଉ ଭଉଣୀ, ମୋ ଝିଅ କୁନି ଏଯାଏଁ ଘରକୁ ଫେରିନି। ସେ ତୁମ ଘରେ ଅଛି କି? ତାକୁ ଟିକେ ଡାକିଦିଅ, ମୁଁ ତାକୁ ଘରକୁ ନେଇଯିବି। ଚଢ଼େଇର ଏପରି କଥା ଶୁଣି କାଉ କାନ୍ଦିବାକୁ ଲାଗିଲା। କଥା କ'ଣ ଭଉଣୀ, ତୁମେ କାନ୍ଦୁଛ କ'ଣ ପାଇଁ? ମୋ ଝିଅ ମୁନି ବି ଘରେ ନାହିଁ। ମୁଁ ତ ଭାବିଥିଲି ସେ ତୋ ଘରେ ଥିବ। ହେ ଭଗବାନ, ଦୁଇ ଛୁଆ କୁଆଡ଼େ ଚାଲିଗଲେ? ଏବେ କ'ଣ ହେବ? କ'ଣ ହେଲା? ମୋ ଝିଅ କୁନି ଏଠି ନାହିଁ। ମୋ ଝିଅ ବି କେଉଁଠି ଥିବ? ମୁଁ ଏବେ ଯାଇ ମୋ ଝିଅକୁ ଖୋଜିବି। ହେ ଭଗବାନ, ମୋ ଝିଅକୁ ଭଲରେ ରଖିଥାଅ। ରହ ରହ ଚଢ଼େଇ, ମୁଁ ବି ତ ସାଙ୍ଗରେ ଯିବି। ତାପରେ ମା ଚଢ଼େଇ ଆଉ କାଉ ମିଶି ସେଇ ବର୍ଷାରେ ଭିଜି ଭିଜି ନିଜ ଛୁଆଙ୍କୁ ଖୋଜିବା ପାଇଁ ଚାଲିଗଲେ। ସେମାନେ ଅନେକ ସମୟ ଧରି ନିଜ ଛୁଆଙ୍କୁ ଖୋଜିଲେ। ହଠାତ୍ ସେମାନେ ଏକ ଜାଗାରେ କୁନିକୁ ବସିଥିବାର ଦେଖିଲେ। ମା ଚଢ଼େଇ ଶୀଘ୍ର ତା ପାଖକୁ ଗଲା। ମାଆକୁ ଦେଖି କୁନି ଖୁସିରେ କାନ୍ଦିଲା। ମା କୁନି, ତୁ ଠିକ୍ ଅଛୁ ତ? କୁନି, ତୁ ଏକା ଏଠି? ମୋ ଝିଅ ମୁନି କେଉଁଠି ଅଛି? ସେ କିଛି ବିପଦରେ ପଡ଼ିନି ତ? କାନ୍ଦନି ମାଉସୀ, ମୁନି ତା ଆଈ ଘରକୁ ଯାଇଛି ଜାମୁକୋଳି ଖାଇବା ପାଇଁ। ଏମିତି କୁନି ସେମାନଙ୍କୁ ସବୁ ଘଟଣା କହିଲା। ତା ଶୁଣି ସମସ୍ତେ ମୁନିର ଆଈ ପାଖକୁ ଗଲେ। ମୁନି, ତୁ ଠିକ୍ ଅଛୁ ତ ମା? ତୋ ପାଇଁ ମୁଁ କେତେ ଚିନ୍ତାରେ ଥିଲି। ମୋତେ କିଛି ନ କହି ତୁ ଏକା କାହିଁକି ଏଠାକୁ ଆସିଲୁ? ଯଦି ତୋର କିଛି କ୍ଷତି ହେଇଥାନ୍ତା। ତୁ ଏଠି ନିରାପଦରେ ଅଛୁ। ହେଲେ କୁନି ତୋ ପାଇଁ ବର୍ଷାରେ ଭିଜୁଥିଲା। ସେ ଯଦି ଆଜି ଘରକୁ ଫେରି ପାରିନଥାନ୍ତା କ'ଣ ହେଇଥାନ୍ତା କହ? ଆଉ ଦିନେ ଏମିତି କାମ କରିବୁ? ସବୁ ଶୁଣିଲା ପରେ କୁନି ଆଉ ମୁନି ନିଜ ଭୁଲ ବୁଝିପାରିଲେ ଆଉ ସମସ୍ତଙ୍କୁ କ୍ଷମା ମାଗିଲେ। ମା ମୋତେ କ୍ଷମା କରିଦିଅ। ମୁଁ ଆଉ ଦିନେ ବି ଏମିତି ଭୁଲ କରିବିନି। ଆଉ କେବେ ବି ଏକା ଏକା ବାହାରକୁ ଯିବିନି। ମା ମୋତେ ବି କ୍ଷମା କରିଦିଅ। ମୁଁ ବି ଆଉ ଏମିତି ଭୁଲ କେବେ କରିବିନି। କୁନି ମୋ ସାଙ୍ଗ, ମୋତେ ବି କ୍ଷମା କରିଦେ। ମୋ ପାଇଁ ତୁ ଅନେକ କଷ୍ଟ ପାଇଲୁ। ଆଚ୍ଛା ଆଚ୍ଛା ଠିକ୍ ଅଛି, ଆଜି ଆମେ ତମମାନଙ୍କୁ କ୍ଷମା କରିଦେଉଛୁ। ହେଲେ ଆଉ ଦିନେ ବି ଏମିତି ଭୁଲ କରିବନି। ଏବେ ଅନେକ ଜୋରରେ ବର୍ଷା ପଡ଼ୁଛି। ଏ ବର୍ଷାରେ ତମେମାନେ ଦୁଇ ଛୁଆଙ୍କୁ ଧରି ଘରକୁ ଫେରିବା ଠିକ୍ ନୁହଁ। ଆଜି ରାତି ମୋ ଘରେ ରହିଯାଅ, ସକାଳୁ ସକାଳୁ ନିଜ ଘରକୁ ବାହାରିଯିବ। ତାପରେ ସମସ୍ତେ ସେ ରାତି ସେଇଠି ରହିଗଲେ। ପରଦିନ ସକାଳେ ବର୍ଷା ଛାଡ଼ିଯିବା ପରେ ସେମାନେ ନିଜ ନିଜ ଘରକୁ ଫେରି ଆସିଲେ। ସେଦିନ ପରଠାରୁ କୁନି ଆଉ ମୁନି ବଡ଼ମାନଙ୍କୁ ନ ପଚାରି ଆଉ କୁଆଡ଼େ ବି ଯାଉନଥିଲେ। ବାପା ଚଢ଼େଇର ମୃତ୍ୟୁ ପରେ ମା ଚଢ଼େଇ ତାର ଦୁଇ ଝିଅ ଟିକି ଆଉ ମିକି ସହ ରହୁଥିଲା। ଦିନେ ସକାଳେ ଟିକି ତା ସାନ ଭଉଣୀ ମିକିକୁ କହିଲା, ଆରେ ମିକି, ଜାଣିଛୁ ଆମ ଜଙ୍ଗଲ ପାଖ ଯୋଉ ବଡ଼ ପୋଖରୀ ଅଛି ସେଥିରେ ଅନେକ ଗୁଡ଼ିଏ ପଦ୍ମଫୁଲ ଫୁଟିଛି। ଚାଲ ସେଠାକୁ ଯାଇ ଗାଧେଇ ଆସିବା, ଆଉ କିଛି ପଦ୍ମଫୁଲ ତୋଳି ଆଣିବା। ଠିକ୍ ଅଛି ଦିଦି, ଚାଲ ଏବେ ପୋଖରୀକୁ ଯିବା। ଆରେ ଟିକି, ମିକି ଏବେ ବହୁତ ଛୋଟ, ସେ ପହଁରି ବି ଜାଣିନି। ତୁ ଗଲେ ପୋଖରୀକୁ ଏକା ଯା, ତାକୁ ସାଙ୍ଗରେ ନେନି। ତାର ଯଦି କିଛି ହେଇଯିବ। କିଛି ହବନି ମା, ମୁଁ ଆଉ ମୋ ସାଙ୍ଗମାନେ ସବୁ ସମୟରେ ତା ପାଖରେ ଥିବୁ। ମା ମୁଁ କୁଆଡ଼େ ବି ଯିବିନି, ଦିଦି ପାଖରେ ହିଁ ରହିବି। ଯେମିତି ଆମେ ପଦ୍ମଫୁଲ ତୋଳି ସାରିବୁ ଘରକୁ ଫେରି ଆସିବୁ। ଆଚ୍ଛା ଠିକ୍ ଅଛି, ଯାଅ, ହେଲେ ଶୀଘ୍ର ଘରକୁ ଫେରି ଆସିବ। ଠିକ୍ ଅଛି ମା, ଚାଲ ମିକି ଏବେ ଯିବା। ଦିଦି, ତୁ କ'ଣ ଏଇଠି ପଦ୍ମଫୁଲ ତୋଳିବୁ? ହଁ, ମୁଁ ଆଉ ମୋ ସାଙ୍ଗମାନେ ପଦ୍ମଫୁଲ ତୋଳି ଆଣୁଛୁ। ତୁ ଏଇ ଉପରେ ଥା। ମୁଁ ବି ଯିବି। କେତେ କଷ୍ଟ କରି ମାକୁ ବୁଝେଇ ମୁଁ ଏଠାକୁ ଆସିଛି। ପଦ୍ମଫୁଲ ନ ତୋଳିଲେ ମୁଁ ଘରକୁ ଯିବିନି। ଆରେ ଟିକି, ତୁ ତ ସାନ ଭଉଣୀକୁ କାହିଁକି ଆଣିଛୁ? ଆମେ ପଦ୍ମଫୁଲ ତୋଳିବାକୁ ଗଲେ ତାକୁ କିଏ ଜଗିବ? ମତେ ଜଗିବାକୁ ପଡ଼ିବନି, ମୁଁ ଦୂରକୁ ଯିବିନି। ଏଇ ପାଖରେ ଯୋଉ ପଦ୍ମଫୁଲ ଫୁଟିଥିବ ମୁଁ ତାକୁ ତୋଳିବି।
एमिति कथा हेई सेमाने अनेक गुड़िए पद्मफुल तोड़िले। हठात मिक्कीर नजर एक बड़ पद्मफुल उपरे पड़िला। से पद्मफुल आनिबाकू जीवा समय आरे मिक्की कुआडे जाउचु? मु मना करिथिली ना दूर को जीवुनी। दीदी सेपटे देखे सेठी गोटे केते बड़ पद्मफुल अछि। मु सेई पद्मफुल आनी तते देबाकू चाहुथिली। तू बेसी भीतर को जानी, तोर किछि हेई गले मां पाखरु मु बहुत गाली सुनिबी। तू घर को जा, मु से पद्मफुल तोड़ी घर को जीवी। ठीक अछि दीदी। तापरी मिक्की घर को चली गला। से जीवा परी टिकी से बड़ पद्म को देखिला। आरे मो गोड़े कौन गोटे लगिगला। जेते चेष्टा कले भी मो गोड़ छाड़ुनी। ए कौन एते बड़ गोटे पद्मफुल मो पाखक आसुची? एई पद्म कथा बोधे मो भौणी कहूतिला। मु ताको तोड़ीनी। मो पानी भितरे कौन करूची? माँ माँ भय करनी झिया, मु तो पाखरे अच्छी। तुमे किए? मु मो माँ भौणी पाखक जीवी, छाड़ मते। मो दुखित झिया, आज परठू तू आउ तो माँ भौणी को केबे भी देखि पारिबुनी। हेले कोन बाई? अरे मो पर मो गोड़ कुआडे गला? मु तो किछि देखिबाकू पाउनी। आरे झिया, तू पानी रे बुड़ीबा पूर्वरु एक बड़ पद्म को देखिथिलु निश्चय? हाँ देखिथिली। मु से बड़ पद्म को धरी भी थिली, हेले तापरे कोन हैला मोर किछि मने नाही। तू जो पद्म फूल को देखिथिलु सेईटा थिला गोटे अभिशप्त पद्म। से पद्म फूल जाहाकू भी धरे से भी एक पद्म फूल पालटी जाए। तो पूर्वरु गोटे झियो से पद्म रूप रे एठी रहिथिला। तते पद्म करी सारिबा परे से निज पूर्व रूप फेरी पाई एठारु चली गला। ता माने मते अभिशाप रु मुक्त हेबाकू हेले आउ जण को पद्म करिबाकू पड़िबो? हाँ तू ठीक कहलु। तते अभिशाप रु मुक्त हेबाकू हेले आउ जण को तो रूप देबाकू पड़िबो। तू नुआ एठाकू आसीचु, मु तते सब कथा बुझीबा पाई ही तते मो पाखकू नै आसीथिली। अच्छा ए अभिशाप रु मुक्त हेबा पाई कोन आ किछि उपाय नाही? ना झियो, मो पाखरे एते शक्ति नाही। मु तते अभिशाप रु मुक्त करि परिबिनी। बहु वर्ष आगरु एक झियो एठी गाधौथिला। हठात से बुड़ी आरंभ कला। से चित्कार करी साहाय्य मागिला, हेले केही भी ता चित्कार सुनिलेनी। से मरिबा पूर्वरु समस्तंकु ही अभिशाप देई गला। से झियो जो जागारे मरिथिला से जागारे जिए भी गाधेइब से एक पद्म फूल पालटी जीव। आउ जे से अभिशप्त पद्म को छुईब से ता रूप नै जीव। मो माँ भौणी मो पे चिंता करुथिबे। मु टिके ऊपर को जाई सेमानंकु देखि आसे। अच्छा हो जा, हेले बड़ माछक मानक पाखरु टिके सावधान रहिबो, सेमाने तोर क्षति करि पारंती। कुआडे गला मो झियो? केही ताको खोजी आनु न कोन पई? आमे पोखरीर चारि पाखकू भल भाबरे खोजी सारिलुनी, हेले तो मो झियो को पाइलुनी। लागुची से पानी रे बुड़ी मरी जाइथिबो। चुप करो तमे माने, ए सब कथा जमा भी कुहनी। मो झियर किछि हेई नथिबो, से ठीक थिबो। से न मिला जाए मो घर को जमा जीबिनी। आरे मिक्की तो माँ को टिके बुझा। से एबे घर को जाऊ, न खाई न पी से सकाळु संध्या जाए एठी बसी रहिची। माउसी मो माँ को अनेक बुझे सारिलेनी, हेले माँ घर को जीवा पे राजी हेउनी। माँ माँ मो माँ रे कोन हेला? से उठुनी कोन पई? आरे आरे लागुची रेनु बेहोश हो जाइची, शीघ्र ताको घर को नहीं जाओ। आज मो चिंता रे मो माँ रो एही अवस्था। मु शीघ्र ए अभिशाप रु मुक्त हेबाकू चेष्टा करी। देखी आख पाखरे मु काहाकू पाइबी कि नाही। आरे कोन हेला? तू फेरी आसिलु जे काहाकू भी तू आज पाइलुनी? मु तो भाबिथिली तू काहाकू पाई एठारु चली जाइथिबु। ना मु आज काहाकू भी पाइलिनी। मो सही दुर्घटना हेबा परी आउ केही भी भय रे एठाकू आसु नाहंती। तू मन दुख करनी, सब किछि ठीक हेई जिवो। ठीक समय को अपेक्षा कर। प्रतिदिन पद्म निज अभिशाप रु मुक्त हेबा पाई जण को खोजुथिला, हेले से काहाकू भी पाउ नथिला। दिने से एक छोट चढ़ी छुआ को से पोखरी कूल देखिला। अरे बा ए पोखरी रे तो अनेक पद्म अछि। मु जदी गोटे तोଳି पारंती केते भलो होंता। हेले पानी भीतर को गले मो माँ पाखरु गाली सुनिबी। मु ए ऊपर ही पद्म फूल तोड़ीबा को चेष्टा करी। अरे
ଏ ଝିଅକୁ ତ ମୁଁ ଆଗରୁ ଆମ ଜଙ୍ଗଲରେ ଦେଖିନି। ଭଲ ସୁଯୋଗ, ମୁଁ ଯାଏ ଏ ଝିଅକୁ ଧରି। ଆରେ ମା, ତୁ କୋଉଠି ଅଛୁ? ସକାଳୁ କିଛି ବି ଖାଇନୁ। ଆ ମା, ଖାଇଦେବୁ। ମା, ମୁଁ ଏ ପୋଖରୀ ପାଖରେ ଅଛି। ମୁଁ ଏ ବଡ ପଦ୍ମକୁ ତୋଳି ଘରକୁ ଯିବି। ମୁଁ ହଜି ଯିବା ପରେ ମୋ ମା କେତେ କଷ୍ଟ ପାଉଛି। ଏ ଝିଅଟି ହଜିଲା ପରେ ତା ମା ବି ବହୁତ କଷ୍ଟ ପାଇବ। ନା ନା, ମୋ ପାଇଁ ମୁଁ ଆଉ ଜଣଙ୍କୁ କଷ୍ଟ ଦେଇପାରିବିନି। ଏମିତି ଚିନ୍ତା କରି ସେ ପଦ୍ମ ଫେରିଗଲା। ଦିନେ ସେ ଦେଖିଲା ତାର ଛୋଟ ଭଉଣୀ ମିକି ପୋଖରୀ କୂଳରେ ବସି କାନ୍ଦୁଛି। ଦିଦି, ତୁ କୁଆଡେ ଚାଲିଗଲୁ? ତୋ ଚିନ୍ତାରେ ମା ନ ଖାଇ ନ ପିଇ ଅସୁସ୍ଥ ହେଇଯାଇଛି। ଡାକ୍ତର କହିଛନ୍ତି ମାକୁ ଏକ ବଡ ରୋଗ ହେଇଛି। ସେ ଆଉ କେବେ ବି ଭଲ ହେବନି। ତମେ ଦୁଇ ଜଣ ଯଦି ମତେ ଛାଡି ଚାଲିଯିବ, ମୁଁ ଏକା କେମିତି ବଞ୍ଚିବି? କାନି ଭଉଣୀ, ସବୁ କିଛି ଠିକ ହେଇଯିବ। ଏ ସ୍ୱର ତ ମୋ ଦିଦିର। ଦିଦି, ତୁ କୋଉଠି ରହି କଥା କହୁଛୁ? ମୋ ସାମ୍ନାକୁ ଆସେ। ତୁ ମୋ କଥା ଶୁଣି ପାରୁଛୁ? ପୋଖରୀ ଭିତରକୁ ଦେଖି, ମୁଁ ପଦ୍ମ ହେଇଯାଇଛି। ଦିଦି, ତୁ ପଦ୍ମ କେମିତି ହେଲୁ? ସେ ଅନେକ କାହାଣୀ ମୁଁ ପରେ କହିବି। ତୁ ଏଠି ଅପେକ୍ଷା କରିଥା। ମୁଁ ଯାଉଛି ମାକୁ ଭଲ କରିବା ପାଇଁ ରାସ୍ତା ଖୋଜି ଆସିବି। ଆରେ ପଦ୍ମ, କଣ ହେଲା? ତୁ ଏ ସମୟରେ ମୋ ପାଖକୁ ଆସିଲୁ ଯେ? ଜଳପରି, ମୋ ମାର ଦେହ ବହୁତ ଅସୁସ୍ଥ। ଡାକ୍ତର କହିଛନ୍ତି ମୋ ମାକୁ ଏକ ବଡ ରୋଗ ହେଇଛି। ସେ ଆଉ କେବେ ବି ଭଲ ହେବନି। ତ ମାକୁ ଭଲ କରିବା ପାଇଁ ଏକ ଉପାୟ ଅଛି, କିନ୍ତୁ ତୁମେ ଯାହା କହିବ ମୁଁ ସବୁ କରିବାକୁ ରାଜି। ଦୟାକରି ମୋ ମାକୁ ଭଲ କରିଦିଅ। ତ ପଦ୍ମର ଗୋଟିଏ ପାଖୁଡାରୁ ରସ ବାହାର କରି ଏକ ଔଷଧ ତିଆରି ହେବ। ସେଇ ଔଷଧ ତ ମା ଖାଇଲେ ସେ ସୁସ୍ଥ ହେଇଯିବ। କିନ୍ତୁ ଯଦି ସେମିତି କରାହୁଏ, ତୋର ମୃତ୍ୟୁ ହେଇଯିବ। ତା ସହ ଏ ଅଭିଶାପ ବି ନଷ୍ଟ ହେଇଯିବ। ମୋ ଜୀବନ ଚାଲିଯାଉ ପଛେ ମୋ ମାକୁ ଭଲ କରିଦିଅ। ଏମିତିରେ ବି ମୋ କଷ୍ଟ ଆଉ କାହାକୁ ବି ମୁଁ ଦେଇପାରିବିନି। ଏଇ ନିଅ ମୋ ପାଖୁଡା। ଜଳ ପରି ସେ ପଦ୍ମ ପାଖୁଡା ରସରୁ ଏକ ଔଷଧ ତିଆରି କରିଦେଲା। ତାପରେ ପଦ୍ମ ସେ ଔଷଧ ନେଇ ତା ଭଉଣୀକୁ ଦେଲା। ଏଇ ନେ ଭଉଣୀ, ଏ ଔଷଧ ନେଇ ତୁ ମାକୁ ଦେଇଦେ। ମା ଶୀଘ୍ର ସୁସ୍ଥ ହେଇଯିବ। ଆରେ ଭଉଣୀ, ତୁ ମତେ ଆଉ କେବେ ବି ଦେଖିପାରିବୁନି। ତୁ ନିଜର ଆଉ ମାର ଧ୍ୟାନ ରଖିବୁ। ହଠାତ୍ ସେହି ସମୟରେ ଏକ ଚମତ୍କାର ଘଟଣା ଘଟିଲା। ପଦ୍ମ ରୂପରେ ଥିବା ଟିକି ନିଜ ପୂର୍ବ ରୂପ ଫେରି ପାଇଲା। ଜଳ ପରି ବି ପାଣି ଉପରକୁ ଆସିଲା। ଦିଦି, ତୁ ଫେରି ଆସିଲୁ? ଆରେ, ମୁଁ ଠିକ ହେଇଗଲି କେମିତି? ଏଇଟା ହିଁ ଅଭିଶାପକୁ ନଷ୍ଟ କରିବାର ରାସ୍ତା ଥିଲା। ମୁଁ ଏସବୁ ଯଦି ଆଗରୁ କହିଥାନ୍ତି, ଏ ଅଭିଶାପ କେବେ ବି ନଷ୍ଟ ହେଇନଥାନ୍ତା। ଟିକି, ତୋ ମନ ବହୁତ ଭଲ। ତୋ ପାଖରେ ସୁଯୋଗ ଥିଲେ ବି ତୁ ଅନ୍ୟକୁ ନିଜ କଷ୍ଟ ଦେଲୁ ନାହିଁ। ନିଜ ମା ପାଇଁ ମରିବାକୁ ବି ପ୍ରସ୍ତୁତ ଥିଲୁ। ଏବେ ତୁ ଏ ଅଭିଶାପକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛୁ। ଆଉ ଦିନେ ବି ଏ ପୋଖରୀରୁ କେହି ହଜିବେନି। ସମସ୍ତେ ଏବେ ନିଶ୍ଚିନ୍ତରେ ପୋଖରୀରେ ଗାଧେଇ ପାରିବେ। ଯା ଟିକି, ତୁ ଏବେ ତ ମା ପାଖକୁ ଫେରିଯା। ଟିକି ଆଉ ମିକି ଖୁସି ହେଇ ନିଜ ଘରକୁ ଫେରି ଆସିଲେ। ସେ ଔଷଧ ଖାଇ ତାଙ୍କ ମା ସୁସ୍ଥ ହେଇଗଲା। ଦୁଇ ଭଉଣୀ ନିଜ ମାକୁ ସବୁ ଘଟଣା କହିଲେ।